ନମସ୍କାର ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଗୋଟେ ଖେଳ ଖବରକୁ। 2025ରେ ପୁଣି ଏକ ବିଶ୍ୱକପ୍ ଜିତିଲା ଭାରତ। ହଁ ଆଜ୍ଞା, ଇତିହାସ ରଚିଲା ଭାରତ। 2025 ବର୍ଷ ଶେଷ ହେବା ପୂର୍ବରୁ ପୁଣି ଏକ ବିଶ୍ୱକପ୍ ଜିତିଲା ଭାରତ। 2025 ଶେଷ ହେବା ପୂର୍ବରୁ ଭାରତ ଆଉ ଏକ ଐତିହାସିକ କ୍ରୀଡ଼ା ସଫଳତା ହାସଲ କରିଛି। ଭାରତୀୟ ସ୍କ୍ୱାସ୍ ଦଳ 2025 ସ୍କ୍ୱାସ୍ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ପାଇଁ କୌଣସି ଏସୀୟ ଦେଶ ସ୍କ୍ୱାସ୍ ବିଶ୍ୱକପ୍ ଜିତିଛି। ହଁ ଆଜ୍ଞା, ରବିବାର ଫାଇନାଲରେ ଭାରତ ହଂକଂକୁ 3-0 ଗୋଲରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଏ ବିଷୟର ମୁଖ୍ୟ କଥା ହେଉଛି ଯେ ଭାରତ ପୁରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ମିଶ୍ରିତ ଦଳ ଫର୍ମାଟରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ସ୍ଥିରତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ପ୍ରମାଣିତ ହୋଇଯାଇଛି। ପୂର୍ବରୁ ଭାରତୀୟ ଦଳ କେବେ ସ୍କ୍ୱାସ୍ ବିଶ୍ୱକପରେ ଫାଇନାଲରେ ପହଞ୍ଚି ନଥିଲା। 2023 ମସିହାରେ ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲା, କିନ୍ତୁ ଏଥର ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ନୂତନ ଦୃଢ଼ତାର ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା। ଆପଣ ଜାଣି ରଖନ୍ତୁ କିପରି କ'ଣ ଥିଲା, ମାନେ କିପରି ତାର ଗ୍ରୁପ୍ ପର୍ଯ୍ୟାୟରେ କିପରି ସେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଦ୍ୱିତୀୟ ସିଡ୍ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ସୁଇଜରଲ୍ୟାଣ୍ଡ ଏବଂ ବ୍ରାଜିଲକୁ 4-0 ଗୋଲରେ ପରାସ୍ତ କରି ଦୃଢ଼ ଭାବରେ ଆରମ୍ଭ କରିଥିଲା। ଏହାପରେ ଭାରତ କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ଦୁଇଥର ଚାମ୍ପିୟନ ଇଜିପ୍ଟ ସହିତ ମୁକାବିଲା କରିଥିଲା, ଯେଉଁଠାରେ ସେମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ 3-0 ଗୋଲରେ ଜିତି ଫାଇନାଲକୁ ଉଠିଥିଲେ। ଫାଇନାଲରେ ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରହିଥିଲା। ଫାଇନାଲରେ ଭାରତର ଅଭିଜ୍ଞ ଖେଳାଳି ଜୋସ୍ନା ଚିନ୍ନାପ୍ପା ବିଶ୍ୱର 37 ନମ୍ବର ଖେଳାଳି ଲି କାଇଙ୍କୁ 3-1ରେ ପରାସ୍ତ କରି ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଏସିଆ କ୍ରୀଡ଼ା ପଦକ ବିଜେତା ଅଭୟ ସିଂହ ଏହାପରେ ଆଲେକ୍ସ ଲାଉଙ୍କୁ 3-0ରେ ପରାସ୍ତ କରି ଭାରତର ନେତୃତ୍ୱକୁ ମଜବୁତ କରିଥିଲେ। ଫାଇନାଲ ମୁକାବିଲାରେ 17 ବର୍ଷୀୟ ଅନହତ ସିଂ ଚମତ୍କାର ପ୍ରଦର୍ଶନ କରି ବିଶ୍ୱର 31 ନମ୍ବର ଖେଳାଳି ଟମାଟୋ ହୋଙ୍କୁ 3-0ରେ ପରାସ୍ତ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଏହାପରେ ଭାରତର ପୁରୁଷ ଜାତୀୟ ଚାମ୍ପିୟନ ବେଲାଭାନ ସେନ୍ଥିଲକୁମାରଙ୍କୁ ଖେଳିବାର ସୁଯୋଗ ମିଳିଲା ନାହିଁ। ପୂର୍ବରୁ ବଡ଼ ସଫଳତା ଆଜ୍ଞା ଏଇଟା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 12ଟି ଦେଶ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅଷ୍ଟ୍ରେଲିଆ, ଇଜିପ୍ଟ, ହଂକଂ, ଜାପାନ, ମାଲେସିଆ, ଇରାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ସୁଇଜରଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଦେଶ ସାମିଲ ଥିଲେ। ସ୍କ୍ୱାସ୍ ବିଶ୍ୱକପ 1996 ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଇଜିପ୍ଟ ଭଳି ଦଳ ଏହି ଟାଇଟେଲ୍ ଜିତିଛନ୍ତି। ହେଲା ନା ଏହା ଗୋଟେ ଇତିହାସ। ଆମେ ଦେଖା ହେବା କିନ୍ତୁ ଅନ୍ୟ ଏକ ନ୍ୟୁଜ୍ ଅପଡେଟ୍ ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ